हेलो हेलो नमस्कार भाई मु भुवनेश्वर बीजेपी राज्य कार्यालय ओम कहूँ प्रतिमा रणसिंह आपण घर के सदस्य अच्छा हाँ ମୁଁ କହିଲି ଭାଇ ଗୋଟେ ଛୋଟିଆ ସୂଚନା ଅଛି ଦୟାକରି ଶୁଣିଦେବେ। ମୁଁ କହିଲି ଆପଣ ଜାଣିକି ବହୁତ ଖୁସି ହେବେ କି ଆପଣଙ୍କ ପରିବାର 80 କୋଟିରୁ ଅଧିକ ଲୋକ ବିଜେପିର ଜନ କଲ୍ୟାଣ ଯୋଜନାକୁ ଲାଭ କରିପାରୁଛନ୍ତି। ତେଣୁ ଭାଇ 2047 ସୁଦ୍ଧା ମୋଦିଙ୍କ ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବା ବୁଝିପାରିଲିନି ଭାଇ କଣ ଶୁଣି ପାରିଲିନି। ମୁଁ କହିଲି ଭାଇ ଗୋଟେ ଛୋଟିଆ ସୂଚନା ଖାଲି ଗୋଟେ କହିବାର ଅଛି। ହଁ ମୁଁ କହିଲି ଆପଣ ଜାଣିକି ଭାଇ ବହୁତ ଖୁସି ହେବେ କି ଆପଣଙ୍କ ପରିବାର 80 କୋଟିରୁ ଅଧିକ ଲୋକ ବିଜେପିର ଜନ କଲ୍ୟାଣ ଯୋଜନାକୁ ଭାଇ ଲାଭ କରିପାରୁଛନ୍ତି। ତେଣୁ ଭାଇ 2047 ସୁଦ୍ଧା ମୋଦିଜୀଙ୍କ ଯୋଉ ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବା ପାଇଁ ଆପଣ ଆଗାମୀ ଲୋକସଭା ନିର୍ବାଚନରେ ମୋଦି ସରକାରଙ୍କୁ ଜୟଯୁକ୍ତ କରିବା ପାଇଁ 25 ମେ ଦିନ ନିର୍ବାଚନ ଦିନ ପଦ୍ମଫୁଲ ବଟନ ଦେବାକୁ ଆମେ ଭାଇ ଆପଣଙ୍କୁ ଅନୁରୋଧ କରୁଛୁ। ଧନ୍ୟବାଦ ଭାଇ। କୋଉ ଯୋଜନା ଦ୍ୱାରା କଣ କହୁଛନ୍ତି ମୁଁ ବୁଝିପାରୁନି। କୋଉ ଜନ କଲ୍ୟାଣ ଯୋଜନାରେ? ନା ମୁଁ କହିଲି ଭାଇ ମାନେ ଯୋଉ ଲୋକଙ୍କୁ ଯୋଉ ଯେତିକି ଯୋଉ ସୁବିଧା ମିଳୁଛି। କୋଉ ସୁବିଧା? ଯୋଉ ଆମର ଆବାସ ଯୋଜନା ହେଇଯାଉ ପ୍ରଧାନମନ୍ତ୍ରୀଙ୍କ ଯେତିକି ଯୋଜନା ଅଛି ସେ ଯୋଜନା ଆମର ତ କୌଣସି ଯୋଜନା ଆବାସ ଯୋଜନା ଆମର ତ କାହାକୁ ମିଳିନି। ନା ମାନେ ଭାଇ ଯୋଉ ମୋଦି ସରକାରଙ୍କ ଯେତିକି ଯୋଜନା ଆପଣଙ୍କୁ କିଛି ମିଳିନି ଭାଇ? କୋଉ ଯୋଜନା? ଗୋଟେ ଯୋଜନା ନାଁ ତ କୁହନ୍ତୁ ଆପଣଙ୍କର। ଆବାସ ଯୋଜନା ହେଇଯାଉ ଆମର କାହାକୁ ଯୋଉ ଆବାସ ଯୋଜନା ମିଳିନାହିଁ, କାହାକୁ ଉଜ୍ଜଳା ଗ୍ୟାସ ମିଳିନାହିଁ। ଆପଣଙ୍କୁ ମାନେ କିଏ ଦେଲା ଆମ ନମ୍ବର ଯେ ଆମେ ଏଇ ଯୋଜନାର ଅନ୍ତର୍ଭୁକ୍ତ ବୋଲି? ନା ଭାଇ ଏଠି ତ ସିଷ୍ଟମରେ ଆପଣଙ୍କ ନାଁଟା ହଉଛି ମାନେ ପ୍ରତିମା रणसिंह। ହଁ ହଁ ମୋ ମାଙ୍କ ନାଁ। ଆଜ୍ଞା ମୁଁ ଏଇଠି ସିଷ୍ଟମରେ ହେଇଛି ଭାଇ। ଏମିତି କିଛି ମାନେ ଆମକୁ ନମ୍ବର ଶୋ ହଉଛି ମାନେ ନମ୍ବର କହୁଛି ଆପଣ ନାଁଟା ଶୋ କରୁଛି। ଆମେ ଆପଣଙ୍କୁ କଲ୍ କରୁଛୁ। ଆମେ ଯୋଉ ସ୍କ୍ରିପ୍ଟ ଯାଇଛି ସ୍କ୍ରିପ୍ଟ ଆମେ କହୁଛି ଜଣେଇବୁ। ଆପଣଙ୍କୁ ଏ ନମ୍ବର କିଏ ଦଉଛି? ସାର୍ ସିଷ୍ଟମରେ ସାର୍ ଆଇଛି। ନା କେମିତି ସିଷ୍ଟମରେ ଆସୁଛି ମୁଁ ଜାଣିବାକୁ ଚାହୁଁଛି। ଆପଣଙ୍କର ଗୋଟେ ପାର୍ଟି, ଆପଣ ଗୋଟେ ରାଜନୈତିକ ଦଳ, ଏ ସୂଚନାଟା ଯୋଉ ଯଦି ବି କୌଣସି ଜନକଲ୍ୟାଣ ଯୋଜନାରେ କିଏ ଥିବ ସେଇଟା ହଉଛି ସରକାରୀ ଡାଟା। ଆପଣଙ୍କୁ କେମିତି ମିଳିଯାଉଛି ଏ ଡାଟାଟା? ଏଇଟା ଆପଣଙ୍କର ଗୋଟେ ଆପଣଙ୍କ ପାର୍ଟି ପାୱାରରେ ଅଛି ବୋଲି ୟାର ଅପବ୍ୟବହାର କରୁଛି। ଅଲଗା ପାର୍ଟି ମାନଙ୍କୁ ଡାଟା ଦିଆଯାଉଛି। ଯେତେ ପାର୍ଟି ଅଛନ୍ତି ଯେମିତି ବିଜେଡି ହଉ, କଂଗ୍ରେସ ହଉ କି ଅଲଗା ଯୋଉ ଦଳ ଯୋଉ ରାଜ୍ୟରେ ଅଛନ୍ତି ସେମାନଙ୍କୁ ଡାଟା ମିଳୁଛି? ଆପଣ ଦଉଛନ୍ତି? ସାର୍ ଆମେ ମାନେ ବିଜେପି ଦଳଙ୍କୁ ମାନେ ଯାହାକୁ ମିଳିଛି ଯୋଜନା ସେମାନଙ୍କୁ ଆମେ କଣ୍ଟାକ୍ଟ କରିବୁ। ହଁ ମୁଁ ସେଇ କଥା କହିଲି। ଯୋଉମାନଙ୍କୁ ଯୋଜନା ମିଳିଛି ତାଙ୍କର ଫୋନ ନମ୍ବର ହଉ, ତାଙ୍କର ଆଡ୍ରେସ ହଉ, ଏଇ ଡିଟେଲସ ଆପଣ ଅଲଗା ପାର୍ଟି ମାନଙ୍କ ସାଙ୍ଗରେ ସରକାର ସେୟାର କରୁଛନ୍ତି କି? ସାର୍ ସେଇଟା ଶୁଣନା ସାର୍ ଆମେ ଅଲଗା ସରକାରଙ୍କ କଥା ଆମେ ସାର୍ ଜାଣିଛୁ କି ଭାଇ? ନାଇଁ ଆପଣ ଯୋଉ ସରକାର ହଉ, କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଯୋଜନାରେ ଯୋଉମାନେ ହିତାଧିକାରୀ ଅଛନ୍ତି ତାଙ୍କର ଆଡ୍ରେସ, ତାଙ୍କର ଫୋନ ନମ୍ବର କିମ୍ବା ତାଙ୍କର କୌଣସି ପର୍ସନାଲ ଡାଟା ଯୋଉଟା ସରକାରଙ୍କ ପାଖରେ ଅଛି ସେଇଟାକୁ ଅଲଗା ରାଜନୈତିକ ଦଳ ସାଙ୍ଗରେ ସେୟାର କରାଯାଉଛି କି? ସାର୍ ସେଇ କଥା ସାର୍ ମୁଁ କହିପାରିବିନି ସାର୍। ନାଇଁ ଆପଣଙ୍କୁ କେମିତି ମିଳୁଛି? ଏଇଟା ଅପବ୍ୟବହାର ନୁହେଁ? କୌଣସି ଗୋଟେ ଦଳ ଯେ ରାଜନୈତିକ ଦଳ ସରକାରୀ ଡାଟା ଯୋଉଟା କି ସରକାରଙ୍କ ଡାଟା, ଏଟା ରାଜନୈତିକ ଦଳର ଡାଟା ନୁହେଁ। ଆଜି ବିଜେପି ପାୱାରରେ ଅଛି, କାଲି କଂଗ୍ରେସ ଥିଲା, କାଲି ଆଉ କିଏ ଆସିପାରେ। କିନ୍ତୁ ଡାଟାଟା ଗୋଟେ ନାଗରିକର ପର୍ସନାଲ ଡାଟା ଯୋଉଟା ସରକାରଙ୍କ ପାଖରେ ଅଛି ସେଟା କେମିତି ଗୋଟେ ଦଳକୁ ଦିଆଯାଉଛି? ଯଦି ଗୋଟେ ଦଳକୁ ଦିଆଯାଉଛି ସବୁ ଦଳକୁ ଦିଆଯାଉଛି କି? ଯଦି ଦିଆଯାଉନି ତାହେଲେ ଗୋଟେ ଦଳକୁ କାହିଁ ଦିଆଯାଇଛି? ଦ୍ୱିତୀୟ କଥା, ଆମର କୌଣସି ହିତାଧିକାରୀ ଯୋଉ ଆପଣ ଯୋଉ କହିଲେ ଆବାସ ଯୋଜନା ହଉ ଆଉ ଗୋଟେ କଣ କହୁଥିଲେ ନା, ସେଥିରେ ତ ଆମେ କୋଉଠି ଉଜ୍ଜଳା ଗ୍ୟାସରେ ବି ଆମେ ନାହୁଁ। ତ ଏଇଭଳିଆ ଡାଟା ଆପଣଙ୍କ ପାଖକୁ ଯାଉଛି, ଆପଣ ଫୋନ କରି କହୁଛନ୍ତି ସେଟା ଆପଣ ଭୋଟ ପାଇଁ ରିକ୍ୱେଷ୍ଟ କରୁଛନ୍ତି, ସେଟା ଅଲଗା କଥା। ମୁଁ କିନ୍ତୁ ଜାଣିବାକୁ ଚାହୁଁଛି ଯେ ମୋର ଏଇଟା ପର୍ସନାଲ ଡାଟା, ଏ ଡାଟା ଆପଣଙ୍କ ପାଖକୁ କେମିତି ଯାଉଛି? ଯେତେବେଳେ ବିଜେପି ଗୋଟେ ରାଜନୈତିକ ଦଳ, ୟାକୁ କଂଗ୍ରେସ ସାଙ୍ଗରେ ଡାଟା ସେୟାର ହେଇଛି, ଏ ଡାଟା ବିଜେଡି ସାଙ୍ଗରେ ସେୟାର ହେଇଛି କେନ୍ଦ୍ର ସରକାରଙ୍କ ତରଫରୁ, କିମ୍ବା ଯେମିତି ଟିଏମସି ହଉ, ଆପ୍ ହଉ, କିମ୍ବା ସମାଜବାଦୀ ପାର୍ଟି ହଉ କି ଜେଡିୟୁ ଆରଜେଡି କାହା ସାଙ୍ଗରେ ସେୟାର ହଉଛି? ନା ସାର୍ ଠିକ ଅଛି ସାର୍, ଆପଣଙ୍କ ଦ୍ୱାରା ମାନେ କିଛି ପ୍ରୋବ୍ଲେମ ଠିକ ଅଛି ସାର୍, ଆମେ କ୍ଷମା ମାଗୁଛୁ। ନାଇଁ କ୍ଷମା ନୁହେଁ, ଆନ୍ସର ତ ଦିଅନ୍ତୁ। ଆପଣ ଫୋନ କରୁଛନ୍ତି ଆପଣଙ୍କ ଅଫିସରୁ, ଆପଣ ମୋର ପର୍ସନାଲ ଡାଟାକୁ ବ୍ୟବହାର କରୁଛନ୍ତି। ଆପଣ ଏ ପର୍ସନାଲ ଡାଟା ଆଉ କାହାକୁ ବିକୁଥିବେ? ଆପଣଙ୍କ ଦଳ ଏ ଡାଟା କାଢି ଆଉ ବି କାହାକୁ ବିକି ଦେଉଥିବ, ସେ ଭରସା କିଏ ଦବ? ସାର୍ ଆପଣଙ୍କ ଡାଟା ସାର୍ ଆମେ ଆରେ ଭାଇ, ଆପଣଙ୍କ ଦଳର ବହୁତ ଲୋକ ଆଗରୁ ଧରା ହେଇଛନ୍ତି, ଆରେଷ୍ଟ ହେଇଛନ୍ତି, ଯୋଉମାନେ ପାକିସ୍ତାନକୁ ଡାଟା ବିକୁଥିଲେ। ଆପଣ ବି ମୋ ଡାଟା ବି ଆଉ କୋଉ କମ୍ପାନୀ କି ବିକୁଥିବେ, କିଏ ଜାଣିଲା? ମଧ୍ୟପ୍ରଦେଶରୁ ଧରା ହେଇଛନ୍ତି, ଉତ୍ତରପ୍ରଦେଶରୁ ଧରା ହେଇଛନ୍ତି।
ଆଜି 2014 ଯୋଉ କମିଟମେଣ୍ଟ କରିଥିଲ 19 ପୁରା କରିନି, 22 ଯାହା କମିଟମେଣ୍ଟ ମାନେ ପୁରା ହେଇଯିବ କହିଥିଲ, 26 ଯାଏ ପୁରା ହେଇପାରିଲାନି। 47 ମସିହା ମୁଁ ବଞ୍ଚିଥିବି କି ନାଇଁ ଜାଣିନି, ତମେ 47 ମସିହା କଥା ସ୍ୱପ୍ନ ମତେ ଦେଖାଉଛ, କିନ୍ତୁ ଆଜି କଥା କହିପାରୁନ। 5 ବର୍ଷରେ ଯୋଉ 5 ବର୍ଷିଆ ଯୋଜନା କଣ ହେଇଛି ତାର ମାନେ ନାହିଁ, ଆଉ ଆମେ ଗପ ଶୁଣୁଛ 47 ମସିହାରେ। ଲୋକମାନଙ୍କୁ କାହିଁ ମୂର୍ଖ ବନଉଛ? ଇଲେକ୍ଟ୍ରାଲ ବଣ୍ଡରେ ଟଙ୍କା ନଉଛ ଲୋକଙ୍କଠୁ ଲୁଚେଇକି ଠକିକି କୋଟି କୋଟି ଟଙ୍କା ହେଲା। ଇଭି ତମେ ପାକିସ୍ତାନର କମ୍ପାନୀଙ୍କଠୁ ବି ଟଙ୍କା ନଉଛି ତମ ଦଳ ଗାଈ କାଟୁଥିବା ଲୋକଙ୍କଠୁ ଟଙ୍କା ନଉଛି, ଆଡେ କହୁଛ ଆମେ ଧର୍ମର ରକ୍ଷା କରୁଛୁ। ସେମିତି ନୁହେଁ। ଇଲେକ୍ଟ୍ରାଲ ବଣ୍ଡର ଡାଟା ଦେଖନ୍ତୁ। ଆପଣ ଜଣେ ଭାରତୀୟ ନାଗରିକ, ପାପ କରନ୍ତୁନି। ଆପଣଙ୍କର ବି ଦେଶ ପ୍ରତି ସମ୍ବିଧାନ ପ୍ରତି କର୍ତ୍ତବ୍ୟ ଅଛି। ଦଳଠୁ କିଛି ପଇସା ପାଉଥିବେ, ସେ ଦରମା ପାଉଥିବେ, ସେ ଅଲଗା କଥା, କିନ୍ତୁ ଏଇଭଳିଆ ପାପ କରନ୍ତୁନି। ଲୋକଙ୍କୁ କୁହନ୍ତୁ ନାହିଁ ଯୋଉ ଦଳଟା ଦେଶକୁ ଦିନ ଦିହି ପରେ ଆଖିରେ ଆଙ୍ଗୁଠି ଗେଞ୍ଜିକି ଠକୁଛି, ଲୋକମାନଙ୍କୁ ଲୁଟୁଛି, ଆପଣ ତା ପାଇଁ ପ୍ରଚାର କରୁଛନ୍ତି। ଦରମା ପାଉଛନ୍ତି ଠିକ ଅଛି, ମୁଁ ଆପଣଙ୍କ କାମ ବି ମିଳୁନି, ଆପଣଙ୍କୁ ପଲିଟିକାଲ ପାର୍ଟିର ଫୋନ କରିବାକୁ ଦରମା ଚାକିରି ମିଳୁଛି। ଏ ସରକାର ଭିତରେ ସବୁଠୁ ହାଇଏଷ୍ଟ ଅନଏମ୍ପ୍ଲୟମେଣ୍ଟ ଭାରତ ବର୍ତ୍ତମାନ ସାମ୍ନା କରୁଛି। ଆପଣ ବି ଜଣେ ନାଗରିକ, ନିଜେ ଭାବନ୍ତୁ କାଲି ଆପଣଙ୍କ ପିଲା ଛୁଆଙ୍କ ଅବସ୍ଥା କଣ হবে ଏଇ ସରକାର ଯଦି କଣ୍ଟିନ୍ୟୁ କରିବ। 47 ମସିହା ବେଳକୁ ଦେଶର ଲୋକ ଖାଇବାକୁ ପାଉନଥିବେ। ଦରଦାମ ଯୋଉ 400 ଟଙ୍କିଆ ସିଲିଣ୍ଡରକୁ ମୁଣ୍ଡରେ ଧରିକି ତମ ସିଟି ନେଇ ଦୌଡୁଥିଲା, 50 ଟଙ୍କା ବଢିଗଲେ 1100 ଟଙ୍କାରେ ଆମେ କିଣୁଛୁ। କହୁଛ ଉଜ୍ଜଳା ଗ୍ୟାସ କଥା, କେତେ ଜଣଙ୍କୁ ମିଳୁଛି ଉଜ୍ଜଳା ଗ୍ୟାସ? କେତେ ଟଙ୍କାରେ ମିଳୁଛି ଉଜ୍ଜଳା ଗ୍ୟାସ? ସାର୍ 900 ଟଙ୍କାରେ ଧର ଆପଣ କିଣିବେ। ଏବେ ରିସେଣ୍ଟଲି 900 ଟଙ୍କା, କାହିଁକି 450 ଟଙ୍କା ବେଳେ ଆପଣଙ୍କୁ କଷ୍ଟ ହଉଥିଲା, ଆପଣଙ୍କ ସିଟି ରାନି ମୁଣ୍ଡରେ ଧରିକି ଦୌଡୁଥିଲେ ଦିଲ୍ଲୀ ସଡକ ଉପରେ ଗ୍ୟାସ ଟାଙ୍କିକି। 1100 ଟଙ୍କା ହେଇଗଲା। ହଁ, ପେଟ୍ରୋଲ ଡିଜେଲ ଉପରେ ଆପଣ ମାନେ ନିଜେ ମାନେ 33 ଟଙ୍କା ଟ୍ୟାକ୍ସ କେନ୍ଦ୍ର ସରକାରଙ୍କର। ରୋଜଗାର ନାହିଁ, ଲୋକଙ୍କ ଉପରୁ ଲୁଟିକି ନଉଛ। ମାନେ 70 ବର୍ଷରେ ଯେତିକି ଆମର ଲୋନ ହେଇଥିଲା ତାର 3 ଗୁଣା ଲୋନ କରିଦେଲ 5-10 ବର୍ଷରେ, ପୁଣି 19 ରୁ 24 ଭିତରେ ତାକୁ ଆହୁରି ମାନେ ଡବଲ କରିছে। ଆପଣ କହୁଛ ଆମକୁ ବିକାଶ କଥା, କି ବିକାଶ? କେହି ତ ଥିବେ ଯେ ଆନ୍ସର ଦବ। ମିଡିଆରେ ଠିକ ଅଛି, ମିଡିଆକୁ ଆପଣ ସେଟିଂ କରି କରିଛନ୍ତି, କୋଶ୍ଚିନ୍ ପଚାରିବେନି ସେମାନେ, ଆପଣଙ୍କ ଭୟରେ ଆପଣଙ୍କ ଜାଗାରେ ବେପାର କରୁଛନ୍ତି ହେଲା। କିନ୍ତୁ ଆମେ ଜନସାଧାରଣ ପ୍ରଶ୍ନ ପଚାରୁଛୁ, ଆନ୍ସର ଦିଅନ୍ତୁ। ସାର୍ ମୁଁ ସାର୍ ଏଇଥିରେ କଣ କହିପାରିବି ସାର୍? ଆପଣ ଯେତେବେଳେ ଫୋନ କରୁଛନ୍ତି ଦଳ ପାଇଁ ଭୋଟ ପାଇଁ କହୁଛନ୍ତି, ନିହାତି କୋଶ୍ଚିନ୍ ବି ଆସିପାରିବ, ତାର ଆନ୍ସର ବି ଆପଣଙ୍କ ପାଖରେ ଥିବ ମୁଁ ଭାବୁଛି। ଯେହେତୁ ଆପଣଙ୍କୁ ଆସାଇନ କରାଯାଇଛି ଫୋନ କରିକି ଭୋଟ ପାଇଁ ରିକ୍ୱେଷ୍ଟ କରିବେ, ଆପଣ ଯଦି କୌଣସି ଜନସାଧାରଣ କିଛି କୋଶ୍ଚିନ୍ କରିବେ, ଗୋଟେ ନାଗରିକ କିଛି କୋଶ୍ଚିନ୍ କରିବେ, ତା ଆନ୍ସର ବି ତ ଆପଣଙ୍କ ପାଖରେ ଥିବ। ସାର୍ କହୁଛି ସାର୍ ତ ସାର୍ ବିଜେପି ଯାହା ବି ଆପଣ କହୁଛନ୍ତି ଯୋଉ କଥା ସାର୍, ସେ ତ ସାର୍ ସେଇ ଜିନିଷ ଆମେ ଜାଣିନୁ। ଆପଣ ଯୋଉ କହୁଛନ୍ତି କି ଯୋଉ ମାନଙ୍କ ସହିତ କି କଣ ସାର୍, ଇଲେକ୍ଟ୍ରାଲ ବଣ୍ଡର ଏଟା ଏବେ ରିସେଣ୍ଟଲି 21 ତାରିଖ ଦିନ ବାହାରିଛି। ସେଥିରେ ଯେ ଆଲାନ ଇଣ୍ଟରନ୍ୟାସନାଲ ବୋଲି କମ୍ପାନୀ ଯିଏ ଚାନ୍ଦା ଦଉଛି, ସେ ହଉଛି ବିପ୍ସ ଏକ୍ସପୋର୍ଟର ଇଣ୍ଡିଆର କମ୍ପାନୀ, ରେଜିଷ୍ଟର୍ଡ ହେଇଛି ବିପ୍ସ ଏକ୍ସପୋର୍ଟର। ପାକିସ୍ତାନର ଗୋଟେ କମ୍ପାନୀ ଯିଏ ଇଲେକ୍ଟ୍ରିକ ପାକିସ୍ତାନରେ ଡିଷ୍ଟ୍ରିବ୍ୟୁସନ କରୁଛି, ସିଏ ଆପଣଙ୍କୁ ଚାନ୍ଦା ଦେଇଛି। ତାକୁ ପୁଲୱାମା ହବାର ମାସକ ପରେ, ପୁଲୱାମା ଇନସିଡେଣ୍ଟର ମାସକ ପରେ ଯୋଉ ଡେଟ୍ ପଡିଛି, ଡେଟ୍ ପୁଲୱାମା ଇନସିଡେଣ୍ଟର ମାସକ ପରେ ଆପଣଙ୍କୁ 30 ନା 34 କୋଟି ଟଙ୍କା ଚାନ୍ଦା ଦେଇଛି। ଆପଣ ଦିଲ୍ଲୀରେ ଚିଫ ମିନିଷ୍ଟରକୁ ଆରେଷ୍ଟ କରିଛନ୍ତି ଆପଣଙ୍କ ଇଡି, ଯେ ସେ କୁଆଡେ ଇଏ ମାନଙ୍କଠୁ ଲାଞ୍ଚ ନେଇଥିଲେ, ମାନେ ମଦ ଇଏ କରିକି। କିନ୍ତୁ ଅଥଚ ଯୋଉ କମ୍ପାନୀର ମାଲିକକୁ ଆପଣ ଆରେଷ୍ଟ କରିଥିଲେ, ସେଇ କମ୍ପାନୀ ଆପଣଙ୍କୁ 60 କୋଟି ଟଙ୍କା ଚାନ୍ଦା ଦେଇଛି, ଅରବିନ୍ଦ ଫାର୍ମା। ତା ବିଷୟରେ ଆନ୍ସର ଅଛି। ଏ କଥା ମୁଁ କହୁନି, ଇଲେକ୍ସନ କମିଶନର ୱେବସାଇଟ ରେ ଲୋଡ ହେଇଥିବା ଇଲେକ୍ଟ୍ରାଲ ବଣ୍ଡ ଡାଟା କହୁଛି। ଠିକ ଅଛି ଭାଇ। ଆପଣ ବି ଜଣେ ଦେଶର ନାଗରିକ, ଆପଣ ଠିକ ଅଛି, ଆପଣ ସେଠି ସର୍ଭିସ କରୁଛନ୍ତି କିମ୍ବା ତାର କର୍ମୀ ହେଇଥାଇ ପାରନ୍ତି। ଦେଶ ବିଷୟରେ ସମସ୍ତଙ୍କର ଭାବିବାର ଅଛି। ଦେଶକୁ ତିଆରି କରିବା ପାଇଁ ସମସ୍ତଙ୍କ ଦାୟିତ୍ୱ। ଦେଶ ତ ଖାଲି ଏମିତି ଆମେ ଧର୍ମ ନାମ ଏଇଥିରେ ଚାଲିବନି। ଲୋକଙ୍କୁ କାମ ଦରକାର, ଲୋକଙ୍କୁ ଖାଦ୍ୟ ଦରକାର, ଦରଦାମ ଉପରେ କଣ୍ଟ୍ରୋଲ ଦରକାର। ଯୋଉଟା 10 ବର୍ଷ ଭିତରେ ଆମେ ଦେଖିଲୁନି, 47 ମସିହା କେମିତି ଭାବିବେ? ଆହୁରି 30 ବର୍ଷ, 20 ବର୍ଷ, 30 ବର୍ଷ କେମିତି ଭାବିବା? ଭାବନ୍ତୁ, ଯୋଉ ଜିନିଷ ବର୍ତ୍ତମାନ ଆପଣ ପାୱାରରେ ଥାଇ କରିପାରୁନାହାନ୍ତି, କାଲି ଥିବେ କି ନାହିଁ ଜଣା ନାହିଁ। କାଲି ଆଉ କିଏ ଆସିବ, ଯଦି ବି ରହିବ ମୋଦି ବାବୁ ଥିବେ କି ଆଉ କିଏ ଥିବ ତାର ବି ଜଣା ନାହିଁ। କିନ୍ତୁ 47 ମସିହାରେ ସେଇ ଜିନିଷ ପୁରା କରିବେ ବୋଲି କେମିତି ଭାବୁ? ଆମ ଦେଶର ମୁଣ୍ଡ ପିଛା ଆୟରେ ଆମେ 160 ନମ୍ବରରେ ରହୁଛେ ୱାର୍ଲଡର। ଆମକୁ କହୁଛୁ ଯେ ଆମେ ଇକୋନୋମିକ୍ସରେ ଇଏ କରୁଛୁ, ହାଇଏଷ୍ଟ ମାନେ ଇନଫ୍ଲେସନ ରେଟ୍ ଆମେ ସାମ୍ନା କରୁଛୁ ବର୍ତ୍ତମାନ ସବୁ ସମୟରେ। ଯୋଉ ତେଲ 70-80 ଟଙ୍କା କିଣୁଥିଲେ, 200 ଟଙ୍କା ପ୍ଲସ, ଡାଲି 200 ଟଙ୍କା,
କୋଉ ଜିନିଷଟା ଶସ୍ତା ଅଛି ଯୋଉଟା ସାଧାରଣ ଲୋକଟେ ବଞ୍ଚି ପାରିବ ଆଉ ରୋଜଗାର କେତେ ବଢିଛି କେତେ ପରସେଣ୍ଟେଜ ଆନ୍ସର ଟିକେ ଦିଅନ୍ତୁ ଆପଣଙ୍କ ନେତା ମାନଙ୍କ ସାଙ୍ଗରେ କଥା ହୁଅନ୍ତୁ ୟାର ଆନ୍ସର ଦେବେ ପବ୍ଲିକରେ ଟିଭିରେ ଆସିକି ତ ଗପ ଶୁଣେଇଲା ହଉନି କାରଣ ଟିଭି ବାଲା କୋଶ୍ଚିନ୍ ପଚାରୁନାହାନ୍ତି ତାଙ୍କ ସାଙ୍ଗରେ ଆପଣ ଆଗରୁ ପ୍ଲାନିଂ କରିକି କୋଶ୍ଚିନ୍ ନେଇ ଆସୁଛନ୍ତି ମୋଦି ତ ଗୋଟିଏ ଏମିତି ପ୍ରଧାନମନ୍ତ୍ରୀ ଯିଏ ଜୀବନରେ ଗୋଟେ ପ୍ରେସ୍ କନଫରେନ୍ସ କରିନାହାନ୍ତି ଜୀବନରେ ଗୋଟିଏ ପ୍ରେସ୍ କନଫରେନ୍ସ କରିନାହାନ୍ତି ଗୋଟିଏ ସିଧା ଅନସ୍କ୍ରିପ୍ଟେଡ କୋଶ୍ଚିନ୍ ଆନ୍ସର ଦେଇନାହାନ୍ତି ହେଲା କଂଗ୍ରେସକୁ ଗାଳି କରୁଥିଲେ ସେ କଂଗ୍ରେସ ବାଲା ପ୍ରେସ୍ କନଫରେନ୍ସ କରୁଥିଲେ ଆନ୍ସର ଦଉଥିଲେ ତମେ ତ ଦଉନା ଆନ୍ସର ବି ଦଉନା ଆଗରୁ କହୁଥିଲେ କଣ କଂଗ୍ରେସ ବାଲା ଚୋରି କରିଛନ୍ତି ତେଣୁକରି ତାଙ୍କୁ କଂଗ୍ରେସ ହଟାଅ ଦେଶ ବଞ୍ଚାଅ ଏବେ ସବୁ କଂଗ୍ରେସ ଚୋରଙ୍କୁ ନେଇକି ତମେ ତମ ଦଳରେ ରଖିଛ ଯୋଉଠି ଦେଖିବ ଚୋର ଇଡି ସିବିଆଇ ସମସ୍ତଙ୍କ ଠି ଲାଗୁଛନ୍ତି ଯିଏ ତମ ଦଳ ଜଏନ କରିଯିବ ତା ଦେହରେ ଇଡି ସିବିଆଇ ଲାଗିବେ ନାହିଁ ହ୍ୟାଲୋ ଆଜ୍ଞା ସାର୍ କୁହନ୍ତୁ। ଇଡି ସିବିଆଇ ତ ଲାଗୁଛନ୍ତି ତମ ଦଳର ଯୋଉ ଲୋକମାନଙ୍କର କରପସନ ଚାର୍ଜେସ୍ ଆସୁଛି ଇଡି ସିବିଆଇ ଲାଗୁନାହାନ୍ତି ଯଦି ଆଉ କୋଉ ପାର୍ଟିର ଅଲଗା ଲୋକଟା ଇଡି ସିବିଆଇ ଲାଗିଲା ସେ ଆପଣଙ୍କ ଦଳ ଜଏନ କରିଗଲା ସାଙ୍ଗେ ସାଙ୍ଗେ ତାଠୁ କ୍ଲିନ ଚିଟ୍ ମିଳିଯାଉଛି କିଏ ୟାର ଆନ୍ସର ଦବ ଜନସାଧାରଣ କେତେ ଦିନ ଭକୁଆ ଭାବିବେ ଆପଣ ମତେ କହୁଛନ୍ତି 47 ମସିହା ସୁଦ୍ଧା ଭାରତ ବିକଶିତ ହେଇଛି ଏବେ ବର୍ତ୍ତମାନ ମୁଁ ରିସେଣ୍ଟଲି ମୋ ସାକ୍ଷୀ ସାମ୍ନାରେ ଯାହା ଘଟୁଛି ମୁଁ ତାକୁ ବିଶ୍ୱାସ କରିବି ନା କଣ ଗପ ଆପଣ କହୁଛନ୍ତି 47 ମସିହାରେ ବିକଶିତ ହେଇଯାଉ ତାକୁ ବିଶ୍ୱାସ କରିବି ଧନ୍ୟବାଦ ଆପଣ ମାନିଲେ ଯେ ଯାହା ଚାଲିଛି ମୁଁ ତାକୁ ବିଶ୍ୱାସ କରିବି ତା ବି ମୁଁ ସେଇ ଅନୁସାରେ ଭୋଟ ବି ଦେବି ହେଲା ଆଜ୍ଞା ଠିକ ଅଛି ଧନ୍ୟବାଦ।